ଓମ୍ ନମ ଶିବାୟ। ଆଜିର ରାଶିଫଳ। ଶୁଭ ସକାଳ ବନ୍ଧୁ। 17 ନଭେମ୍ବର 2025 ମସିହା ସୋମବାର। ମାର୍ଗଶିର ମାସ କୃଷ୍ଣପକ୍ଷେ। ଚନ୍ଦ୍ର କନ୍ୟା ଦିବା 3 ଘଣ୍ଟା 35 ଗତେ ତୁଳା। ନକ୍ଷତ୍ର ଚିତ୍ରା ନିଶାନ୍ତ 5ଟା ବାଜି 1 ମିନିଟ୍ ଗତେ ସ୍ୱାତି। ତିଥି ତେରସି ଅହରାତ୍ର। ଯୁଗ ପ୍ରୀତିପ୍ରାତ 7ଟା 22 ଗତେ ଆୟୁଷ୍ମାନ। ଆଜିର ସୂର୍ଯ୍ୟ ଉଦୟ ସମୟ 5ଟା 56 ରୁ ସୂର୍ଯ୍ୟାସ୍ତ ସମୟ 5ଟା 6। ଆଜିର ଶୁଭ ସମୟ 6ଟାରୁ 7ଟା 22, 8ଟା 56 ରୁ 11ଟା 9। ସନ୍ଧ୍ୟା ସମୟ 7ଟା 38 ରୁ 9ଟା 54। ଏହି ସମୟରେ ଆପଣ ଯେକୌଣସି କାମ କଲେ ଶୁଭ ହୋଇଥାଏ। ରାହୁ କାଳ 7ଟା 22 ରୁ 8ଟା 45। କାଳ ବେଳ 7ଟା 22 ରୁ 8ଟା 45। ବାର ବେଳ 2ଟା 17 ରୁ 3ଟା 40। ଏହି ସମୟରେ କୌଣସି ଶୁଭ କାମ କରନ୍ତୁ ନାହିଁ। ଆଜି ତ୍ରୟୋଦଶୀ ଅଛି। ତ୍ରୟୋଦଶୀରେ ବାଇଗଣ ଖାଇବା ମନା। ବାଇଗଣ ଖାଇଲେ ସ୍ୱାସ୍ଥ୍ୟ ପ୍ରତି କ୍ଷତିକାରକ ହୋଇଥାଏ। ଚାଲନ୍ତୁ ଜାଣିବା 12ଗୋଟି ରାଶିର କିପରି ରହିବ ଆପଣମାନଙ୍କର ଦିନ ସେ ବିଷୟରେ ଜାଣିବା। ଜାଣିବା ପୂର୍ବରୁ ଭିଡ଼ିଓଟି ଭଲ ଲାଗିଲେ ଲାଇକ୍ ସେୟାର ସବସ୍କ୍ରାଇବ୍ କରିବେ। ପାଖରେ ଥିବା ବେଲ୍ ଆଇକନ୍ ଦେବି ଅଲ୍ ନୋଟିଫିକେସନ୍ ଅନ୍ କରିବେ, ଯାହାଫଳରେ ନୂଆ ନୂଆ ଭିଡ଼ିଓ ପାଇପାରିବେ। ପ୍ରଥମରେ ଦେଖିବା ମେଷ ରାଶି ବ୍ୟକ୍ତିମାନଙ୍କ ପାଇଁ। ଅର୍ଥ ଲାଭ, ଶତ୍ରୁ ଉପରେ ବିଜୟ, ଉତ୍ତମ ସ୍ୱାସ୍ଥ୍ୟ, ପାରିବାରିକ ଶାନ୍ତି, ସୁସଙ୍ଗ ପ୍ରାପ୍ତି, ମାନସିକ ଶାନ୍ତି ଇତ୍ୟାଦି ସମ୍ଭାବନା। ସେହିଭଳି ଦେଖିବା ବୃଷ ରାଶି ବ୍ୟକ୍ତିମାନଙ୍କ ପାଇଁ। ସ୍ୱାସ୍ଥ୍ୟ ହାନି, ଦୁଃଖ, ସର୍ବକ୍ଷେତ୍ର ବିଘ୍ନ, ପାଚନ ଜନିତ ରୋଗ, ଅନାବଶ୍ୟକ ଭ୍ରମଣ, ଅର୍ଥହାନି, ସମ୍ମାନ ହାନି, ଦାରିଦ୍ର୍ୟ, ପ୍ରେମର ଅସଫଳତା ଇତ୍ୟାଦି ସମ୍ଭାବନା। ସେହିଭଳି ଦେଖିବା ମିଥୁନ ରାଶି ବ୍ୟକ୍ତିମାନଙ୍କ ପାଇଁ। ଭୟ, ଚିନ୍ତା, ଅର୍ଥହାନି, ପାରିବାରିକ ଅଶାନ୍ତି, ରୋଗ ସନ୍ଦେହ ଇତ୍ୟାଦି ସମ୍ଭାବନା। କଳହ ଓ ମତଭେଦରୁ ଦୂରେଇ ରହିବାକୁ ଚେଷ୍ଟା କରନ୍ତୁ। ସେହିଭଳି ଦେଖିବା କର୍କଟ ରାଶି ବ୍ୟକ୍ତିମାନଙ୍କ ପାଇଁ। ସଫଳତା ପ୍ରାପ୍ତି, ଅର୍ଥ ଲାଭ, ବନ୍ଧୁତା ସ୍ଥାପନ, ଶତ୍ରୁ ଉପରେ ବିଜୟ, ବନ୍ଧୁଙ୍କ ଠାରୁ ଧନ ପ୍ରାପ୍ତି ଇତ୍ୟାଦି ସମ୍ଭାବନା। ଏହି ଦିନ ଶିକ୍ଷା, ପରୀକ୍ଷା ଓ ଭ୍ରମଣ ପାଇଁ ଶୁଭ ଅଟେ। ସେହିଭଳି ଦେଖିବା ସିଂହ ରାଶି ବ୍ୟକ୍ତିମାନଙ୍କ ପାଇଁ। ଅର୍ଥହାନି, ବିଘ୍ନ, କଳହ, ସମ୍ମାନ ନଷ୍ଟ, ଅନାବଶ୍ୟକ ବ୍ୟୟ, ଡିପ୍ରେସନ୍ ଇତ୍ୟାଦି ସମ୍ଭାବନା। ସେହିଭଳି ଦେଖିବା କନ୍ୟା ରାଶି ବ୍ୟକ୍ତିମାନଙ୍କ ପାଇଁ। ଉତ୍ତମ ସ୍ୱାସ୍ଥ୍ୟ, ଅର୍ଥ ଓ ସମ୍ପତ୍ତି ଲାଭ, ଭାଗଦୟ, ସୁଖାଦ୍ୟ ପ୍ରାପ୍ତି, ବୈବାହିକ ଜୀବନ ଶାନ୍ତି, ବନ୍ଧୁ ମିଳନ, ମାନସିକ ଶାନ୍ତି, ସମ୍ମାନ ଲାଭ, ଶତ୍ରୁ ଉପରେ ବିଜୟ, ନୂତନ କାର୍ଯ୍ୟାରମ୍ଭ ସମ୍ଭାବନା। ସେହିଭଳି ଦେଖିବା ତୁଳା ରାଶି ବ୍ୟକ୍ତିମାନଙ୍କ ପାଇଁ। ନିର୍ଭରଶୀଳତା, ଆଳସ୍ୟ, ଈର୍ଷା, ହାନି, ବ୍ୟୟ, ଦୁର୍ଘଟଣା, ବନ୍ଧୁବାନ୍ଧବଙ୍କ ସହିତ ମନୋମାଳିନ୍ୟ, ବିପରୀତ ଲିଙ୍ଗର ବ୍ୟକ୍ତିଙ୍କ ସହ ମନୋମାଳିନ୍ୟ ସହ ସମ୍ଭାବନା। ସେହିଭଳି ଦେଖିବା ବିଛା ରାଶି ବ୍ୟକ୍ତିମାନଙ୍କ ପାଇଁ। ପ୍ରଭାବଶାଳୀ ବନ୍ଧୁମାନଙ୍କ ସହ ସମ୍ବନ୍ଧ, ସର୍ବସୁଖ ପ୍ରାପ୍ତି, ଅର୍ଥ ଲାଭ, ସମ୍ପତ୍ତି ଲାଭ, ସ୍ୱାସ୍ଥ୍ୟର ଉନ୍ନତି, ବିବାହ ଯୋଗ, ସୁଖାଦ୍ୟ ପ୍ରାପ୍ତି ସମ୍ଭାବନା। ସେହିଭଳି ଦେଖିବା ଧନୁରାଶି ବ୍ୟକ୍ତିମାନଙ୍କ ପାଇଁ। ଲକ୍ଷ୍ୟ ପ୍ରାପ୍ତି, ସମ୍ମାନ ବୃଦ୍ଧି, ସଫଳତା, ସୁଖ, ପାରିବାରିକ ଶାନ୍ତି, କାର୍ଯ୍ୟକ୍ଷେତ୍ରରେ ସଫଳତା, ଉପହାର ପ୍ରାପ୍ତି, ଘରୋଇ ସୁଖ ସୁବିଧା ପ୍ରାପ୍ତି, ସମ୍ପତ୍ତି ବିକ୍ରୟରୁ ଲାଭ, ଲୋକ ସମ୍ପର୍କ, ସାମାଜିକ ସମ୍ମାନ ପ୍ରାପ୍ତି ଇତ୍ୟାଦି ସମ୍ଭାବନା। ସେହିଭଳି ଦେଖିବା ମକର ରାଶି ବ୍ୟକ୍ତିମାନଙ୍କ ପାଇଁ। ଦୁର୍ବଲ୍ୟ, ଅପ୍ରତ୍ୟାଶିତ ବ୍ୟୟ, ଅର୍ଥହାନି ଜନିତ ଭୟ, ମାନସିକ ଅଶାନ୍ତି, ଶୟନର ଅସୁବିଧା, କାର୍ଯ୍ୟକ୍ଷେତ୍ର ସମସ୍ୟା, ଆଳସ୍ୟ, ସମ୍ମାନ ହାନି ସହ ସମ୍ଭାବନା। ସେହିଭଳି କୁମ୍ଭ ରାଶି ବ୍ୟକ୍ତିମାନଙ୍କ ପାଇଁ। ଶତ୍ରୁ ବୃଦ୍ଧି, ଅର୍ଥହାନି, ଭୟ, ସ୍ୱାସ୍ଥ୍ୟର ଅବନତି, କଳହ, ଚିନ୍ତା, କାର୍ଯ୍ୟକ୍ଷେତ୍ର ସମସ୍ୟା, ଆର୍ଥିକ ସମସ୍ୟା ଇତ୍ୟାଦି ସମ୍ଭାବନା। ଶେଷ ଦେଖିବା ମୀନ ରାଶି ବ୍ୟକ୍ତିମାନଙ୍କ ପାଇଁ। ଅର୍ଥ ଲାଭ, ସୁଖାଦ୍ୟ, ସୁବସ୍ତ୍ର ପ୍ରାପ୍ତି, ଯାନବାହନ ପ୍ରାପ୍ତି, ଆନନ୍ଦଦାୟକ ଭ୍ରମଣ, ବିଘ୍ନ ନାଶ, ସର୍ବକ୍ଷେତ୍ରରେ ସଫଳତା ଇତ୍ୟାଦିର ସମ୍ଭାବନା। ଆଶା କରିବି ଭିଡ଼ିଓଟି ଭଲ ଲାଗିଲେ ଲାଇକ୍ ସେୟାର ସବସ୍କ୍ରାଇବ୍ କରିବେ, ବେଲ୍ ଆଇକନ୍ ଦେବେ।